विवाह हेबा निमंते उपस्थित थिबा पुओ झियो को तुमे प्रचुर आशीर्वाद करो प्रभु। समस्त कार्य तुमे संपादन करी केवल तुमे ही समस्त गौरव महिमा संभ्रम पाओ बोली ए समस्त प्रार्थना तुमे सुनी हेतु धन्यवाद दे। समस्त प्रार्थना ग्रहणकर्ता मुक्तिदाता प्रभु यीशु के नाम में मांगे पिता, आमीन। এই সময়ে আমাদের বরংকু আমি আহ্বান করি আমরা যা আমাদের গুমা শিয়ন মন্ডলী बरंक सहित बरजात्री जो आसछंती प्रथमे आमे बरंक आह्वान करबा। एही समय हमर स्वामी नमस्कार वर्तमान बुझिबे आ बरंक नाचटी आनिले बर आसी बसिबा पर्यंत आमने ताकर सम्मानार्थे समस्त करताली उच्च करताली देबो। এই সময় बंधाई हेबे से विशेष तुम्हें साहाय्य कर। पवित्र पिता समस्त कार्य तुम हस्त मुख रख यीशु को नाम प्रार्थना मांगुच पिता, आमेन। এই সময়ে आमने उभय पक्षरु आजिर उपस्थिति संपर्क से माने उद्देश्य प्रकाश करिवे। प्रथमे झियंकर बापा कि अभिभावक दयाकरी तांकर उद्देश्य प्रकाश करंतु। झियंकर बापा कि अभिभावक प्रभु को महानामर धन्यवाद हो। उपस्थित प्रत्येक को नमस्कार जनाए। नमस्कार। आज शुभ अवसर आम भाई प्रमोद वर्धन को प्रभु अनुग्रह कर दुईटी कन्या दुईटी पुत्र देइछंती। आर बड़ झीर आज वाग्दान एवं विवाह कार्य निमंते उभय मंडली पुणी सम्मिलनी पुणी प्रभु दास मान सहित गुमा मंडली सियोन मंडली जड़े पुओं निमंते वाग्दान एवं विवाह कार्य पढ़ाई आमने आह्वान करियछु। धन्यवाद। झियंकर परिवार तरफे आम शुणिलु से भली भाव में गुमा सियोन मंडलीर पुओर बापा कि अभिभावक आसतु आज उद्देश्य प्रकाश करतु। पुओर बापा कि अभिभावक उपस्थित मुकुंदपुर शाखा मंडलीर मुख्य कर्मकर्तागण तथा मंडली सम्मिलनी समस्त मुख्य कर्मकर्तागण आमर सुपरिचित स्वाधीन प्रचारक परीक्षा आज्ञा पुणी आमर बिशप लोहरा आज्ञा पुणी उपस्थित प्रत्येक मंडलीर पालक एवं प्रभुंकर दास दासीगण प्रत्येक को नमस्कार जनाए। नमस्कार। आम मैंने एठारे उपस्थित हबार कारण यही कि मोर ज्येष्ठ पुओ प्रदत्त कुमार जेना सहित मुकुंदपुर शाखा मंडलीर श्री प्रमोद कुमार प्रधान ज्येष्ठ झील शिप्रा राणी वर्धन सहित
ବାଗଦାନ ଏବଂ ବିବାହ କାର୍ଯ୍ୟ କରିବା ନିମନ୍ତେ ଆମେମାନେ ଏଠାରେ ଉପସ୍ଥିତ ଅଛୁ। ଧନ୍ୟବାଦ। ଝିଅ ଗୁମା ମଣ୍ଡଳୀର ପ୍ରଦୋତ କୁମାର ଜେନା କୁ ତୁମେ ଦେଖିଛ। ବାଗଦାନ ଏବଂ ବିବାହ କାର୍ଯ୍ୟରେ ତୁମର ସମ୍ମତି ଅଛି? ବସ। ଧନ୍ୟବାଦ। ପ୍ରଦୋତ କୁମାର ଜେନା ଠିଆ ହବ। ମୁକୁନ୍ଦପୁର ଶାଖା ମଣ୍ଡଳୀର ଶିପ୍ରା ରାଣୀ ବର୍ଦ୍ଧନକୁ ତୁମେ ଦେଖିଛ। ବାଗଦାନ ଏବଂ ବିବାହ କାର୍ଯ୍ୟରେ ତୁମର ସମ୍ମତି ଅଛି? ବସ। ଧନ୍ୟବାଦ। ଝିଅଙ୍କର ବାପା କି ଅଭିଭାବକ ଆସିବେ, ଯେଉଁମାନଙ୍କୁ ନିହାତି ପଚାରିବା ଦରକାର। ଆପଣ କହିଦିଅନ୍ତୁ, ଆସନ୍ତୁ କହିଦିଅନ୍ତୁ। ଗୁମା ସିଓନ ମଣ୍ଡଳୀର ଯେଉଁ ପୁଅ ଆସିଛନ୍ତି ତାଙ୍କୁ ଦେବା ପାଇଁ ଆମର ସମସ୍ତ ପରିଜନ ସମସ୍ତେ ଇଚ୍ଛା ହେଇ ଏ କାର୍ଯ୍ୟଟି ଆମେ କରିଛୁ। ଆମ ସମସ୍ତଙ୍କର ଇଚ୍ଛା। ଧନ୍ୟବାଦ। ଏହି ସମୟରେ ପୁଅଙ୍କ ତରଫରେ ଯେଉଁ ସୁପାରିଶ ପତ୍ର ମଣ୍ଡଳୀକୁ ଦେବା କଥା ତାହା ଆପଣ ନେଇକି ଆସିଛନ୍ତି। ସୁପାରିଶ ପତ୍ର ରେକମେଣ୍ଡେସନ୍ ଦୟାଦି ମଧ୍ୟ ପାଇଛନ୍ତି। ଧନ୍ୟବାଦ। ଏହି ସମୟରେ ପୁଅଙ୍କ ତରଫରେ ଝିଅଙ୍କ ପାଇଁ ଯେଉଁ ସବୁ ଉପହାର ଅଣାଯାଇଛି ଦୟାକରି ଯେ ଏକାଥରେ ଏଇଠି ରଖନ୍ତୁ, ପ୍ରାର୍ଥନା କରିବା। ଦେଖୁଛନ୍ତି ଆପଣମାନେ ସମସ୍ତେ ସୁନାର ଗୋଟେ ହାର ଆଣିଛନ୍ତି, ତା ସହିତ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଆଣିଛନ୍ତି। ଆଉ ସେଇଟା ତ ଆମେ ପଢ଼ିକି ଶୁଣିବା ପାଇଁ ଆମର ସମୟ ନାହିଁ, ତେଣୁ ଏଥିପାଇଁ ଆମେ ପ୍ରାର୍ଥନା କରିବା ଏବଂ ପୁଅ ନେଇ ଝିଅଙ୍କ ହାତରେ ସମ୍ମାନର ସହିତ ଝିଅ ଗ୍ରହଣ କରିବ। ଆଉ ଏହି ସମୟରେ ଆମମାନଙ୍କର ବ୍ରହ୍ମପୁର ମଣ୍ଡଳୀର ପାଳକ ମହାଶୟ ପ୍ରାର୍ଥନା। ତୁମ ପୂର୍ବ ଯୋଜନା ଅନୁସାରେ ନବଦମ୍ପତି ତୁମ ଉପାସନା ଗୃହରେ ବିବାହ ନିମନ୍ତେ ଉପସ୍ଥିତ ଅଛନ୍ତି। ତା ପୂର୍ବରୁ ବର କନ୍ୟାଙ୍କୁ ଯେଉଁ ଉପହାର ଦେବେ ତାହା ସାଦରେ ଗ୍ରହଣ କରି ଉଭୟ ତୁମ ବନ୍ଧନରେ ବନ୍ଧା ହୋଇ ନୂତନ ପରିବାର ଗଠନ କରିବେ, ସେହି ଆଶୀର୍ବାଦ ଦିଅ। ଯୀଶୁଙ୍କ ନାମରେ ମାଗିଲୁ, ଆମେନ୍। ଝିଅ ଠିଆ ହବ। ତୁମେ ଆନନ୍ଦର ସହିତ ସମ୍ମାନର ସହିତ ଗ୍ରହଣ କରିଛ। ଧନ୍ୟବାଦ। ଏହି ସମୟରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ଏହି ସମୟରେ ପ୍ରାର୍ଥନା କରାଯିବ। ଆମମାନଙ୍କର ସିଓନ ବାପ୍ଟିଷ୍ଟ ମଣ୍ଡଳୀର ପାଳକ ମହାଶୟ ସେ ପଦେ ପ୍ରାର୍ଥନା କରିବେ।
ପ୍ରାର୍ଥନା ପୂର୍ବରୁ ଆମ ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ସମ୍ମିଳନୀର ଅନରେବଲ୍ ମୁଖ୍ୟ କର୍ମକର୍ତ୍ତାଗଣ ଏବଂ ସମସ୍ତ ପ୍ରଭୁଙ୍କର ଅଭିଷିକ୍ତ ପାଳକ ବନ୍ଧୁଗଣ, ସେହିପରି ଉପସ୍ଥିତ ପ୍ରଭୁଙ୍କର ବିଶିଷ୍ଟ ଦାସଗଣ ଅର୍ଥାତ୍ ପରୀକ୍ଷା ମହୋଦୟ, ସେହିପରି ଭାବରେ ଡକ୍ଟର ପ୍ରଦୀପ ମହୋଦୟ, ଡକ୍ଟର ଲୋହରା ମହୋଦୟ ଏବଂ ଆଜିର ଏହି ପବିତ୍ର ସମାବେଶରେ ଉପସ୍ଥିତ ଥିବା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ରକ୍ତରେ କ୍ରୀତ ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କ ବହୁମୂଲ୍ୟ ନାମରେ ମୁଁ ନମସ୍କାର ଜଣାଏ। ପ୍ରତ୍ୟେକଙ୍କୁ ନମସ୍କାର। ଆସନ୍ତୁ ଆମେ ପ୍ରାର୍ଥନା କରିବା। ସ୍ୱର୍ଗସ୍ଥ ପିତା, ଧନ୍ୟବାଦ ଦେଉଛୁ, ତୁମ ସଂକଳ୍ପ ତୁମ ଯୋଜନା ଅନନ୍ୟ ଅଟେ ପିତା। ଧନ୍ୟବାଦ ଆମ ସିଓନ ବାପ୍ଟିଷ୍ଟ ମଣ୍ଡଳୀର ଏକ ଯୁବକ ଯେ ପ୍ରଦତ୍ତ, ତାଙ୍କ ସହିତ ସ୍ଥାନୀୟ ମଣ୍ଡଳୀର ଯୁବତୀ ଶିପ୍ରା ରାଣୀଙ୍କୁ ତୁମ ସଂକଳ୍ପ ଅନୁସାରେ ଆଜିର ଦିନରେ ବାଗଦାନ ବିବାହ କାର୍ଯ୍ୟ ସାଧନ କରି ଏକ ନୂତନ ବୈବାହିକ ସମ୍ପର୍କ, ଏକ ନୂତନ ପରିବାର ଗଠନ କରିବାକୁ ଯାଉଛ। ଧନ୍ୟବାଦ ପିତା। ଆମେ ପ୍ରାର୍ଥନା କରୁ ଆଜିର এই ସମସ୍ତ କାର୍ଯ୍ୟକୁ ତୁମେ ଆଶୀର୍ବାଦ ଯୁକ୍ତ କର, ତତ୍ ପରବର୍ତ୍ତୀ ସେମାନଙ୍କର ଜୀବନକୁ ତୁମେ ଆନନ୍ଦମୟ କର। ଧନ୍ୟବାଦ ଦେଇ ଆଗାମୀ ସମୟ ତୁମଠାରେ ସମର୍ପଣ କରି ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍। ଏହି ସମୟରେ ପ୍ରଭୁଙ୍କର ବାକ୍ୟ ମାନେ ଅଳ୍ପ ସମୟ ଶୁଣିବାକୁ ଯିବା। ଆମମାନଙ୍କ ମଧ୍ୟରେ ବସେଇବା। ଏହି ସମୟରେ ଆମମାନଙ୍କର ମହିଳା ସମିତି ସମ୍ମିଳନୀର ସଭାନେତ୍ରୀ ମା କନ୍ୟାକୁ ଆଣି ବର ପାଖରେ ବସେଇବାକୁ ଚେଷ୍ଟା କରନ୍ତୁ ଏବଂ କନ୍ୟା ଆସି ବର ପାଖରେ ବସିବା ପର୍ଯ୍ୟନ୍ତ ଆମେ ସମସ୍ତେ ଉଚ୍ଚ କରତାଳି ଦେବା। ସମୟର ଅଭାବ ସକାଶେ ଟିକେ ତରତର ଭାବରେ କରୁଛୁ କାର୍ଯ୍ୟ। ଏହି ସମୟରେ ଆମେ ଅନୁରୋଧ କରିବା ଆମମାନଙ୍କର ବିଶପ୍ ପ୍ରଫେସର ଲୋହରାଙ୍କୁ ମହାଶୟ ଆସିବେ ପ୍ରଭୁଙ୍କ ବାକ୍ୟ